ଜାଡ଼ ଭଙ୍ଗା ଶୀତଟା ମୋ ହାତକୁ ଏତେ ଜୋର କାଲୁଆ କରିଦେ ବୋଲିକି ମୋତେ ମାଲୁମ ନଥିଲା। ଢମେ ପାଣି ସକାଳୁ ନେଇକି ଆସିଲା ବେଳକୁ ଆଳୁ ଧୋଇବା ପାଇଁ ମୁଁ କେମିତି ଦେଖିପାରୁଥିବେ ମୋ ହାତରୁ କେମିତି ଢମାଟା ଖସିଗଲା। ଆଉ ମୁଁ କହିଥିଲି କ୍ୟାମେରାମ୍ୟାନ୍ ଫୋକସ୍ କରୁଛ ନା ନାହିଁ, ନା ହଁ ମୁଁ ଦେଖିପାରୁଛି। ଆଜି କେତେ ବଡ଼ ଭାକୁର ମାଛଟେ ଧରିଛୁ, ଆଜି ଖାଇବାଟା ପୁରା ଉଡ଼ିବ। ଆଉ ଆପଣମାନେ ତ ସମସ୍ତେ ଜାଣିଛନ୍ତି ଏବେ ଆମର ଗୁପଚୁପ୍ ଯେଉଁ ତିଆରି ହେଉଛି ବହୁତ ସାରା କାଠ ଦରକାର ହେଉଛି। ସେଥିପାଇଁ ଡେରି ନ କରିକି ଗେଲିଆପା ଏକ୍ସରସାଇଜ୍ କରିକି ପୁରା କାଠ ଗୁଡ଼ା ଚିରି ପକେଇଲେ ଧଡ଼ାଧମ୍ ଧଡ଼ାଧମ୍ ଧଡ଼ାଧମ୍। ଆଉ ଏମିତି ମୋ କତରୁ ସାଉଣ୍ଡଟା ଦେଖିକି ଆସିକି ପହଞ୍ଚି ଯାଇଥିଲେ। ଘରମଣି କେତେ ବଡ଼ ଭାକୁର ମାଛଟା ଧୋଇଲ ମୋ, ଆଜି ମୋତେ ଆଉ ମାଛ କିଣିବା ପାଇଁ ପଡ଼ିବନି। ମୁଁ ରଖ ମୋ ତମ ଭାକୁର ମାଛ। ମୋର ଆଡ଼େ ଢମା ପୋଡ଼ା ପଡ଼ିକି ହାଲତ ମୋର ଖରାପ ହେଇଗଲାଣି, ତମର ଦେଖିଲାକୁ ଭାକୁର ମାଛ। ଆଉ ଗେରି ସ୍ୱାଇଁ ମୋର କହିଥିଲେ ବୁଝିଲ ଘରମଣି ଢମାଟା କିଛି ଚେପା ହେଇଗଲାଣି ନା। ମୁଁ କହିଲି ହଁ ଚେପା ହେଇଗଲାଣି ତ ଦେଖୁଛୁ। ଆଉ ସବୁ ପରିଷ୍କାର ଘରଦ୍ୱାର କରିଥିଲି, କାଲି ମା ଲକ୍ଷ୍ମୀ ପୂଜା ହେବେ ବୋଲି ପାଣି ଢାଳିକି ପୁରା ଅସନା ହେଇଗଲା। ବ୍ୟସ୍ତ ହୁଅନି ଘରମଣି, ଶୁଖିଯିବ। ମୁଁ କହିଲି ଶୁଖିଗଲେ କ'ଣ ହବ, ମେଘୁଆ ପାଗ ତ କରିଛି, ଶୁଖିବ ନାହିଁ ଟୋଟାଲି। ଆଉ ଗେଲି ଝିଅର କାଲି ଜନ୍ମଦିନଟେ ଅଛି ବୋଲି ଗେଲି ଝିଅ ମନ ତ ପୁରାପୁରି ଖୁସି ଥିଲା। ଆଉ ଡେରି ନ କରି ଗେଲି ଝିଅ ସକାଳୁ ଉଠିକି ଏବେ ଅଧିକିଲେ ଜାଗାର କିଲେ ସବୁ ଖାଇବା ପାଇଁ ଖାଲି କାଟରୁ 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 କରିକି ଖାଇଯାଉଛି। ଆଉ ଗେଲିଆପା ସାଡ଼େ କାଠ ପାନକୁ ପୁରା ଚୁବେଇ ଦେଇକି କାଠ ଚିରିବା ପାଇଁ ପୁରା ବ୍ୟସ୍ତ ପୁରା ଲାଗିଯାଇଛନ୍ତି। ଆଉ ଗେଲି ଝିଅ କହୁଥିଲା ବୁଝି ଆପଣମାନେ ଦେଖିପାରୁଥିବେ, ଆପଣମାନେ ସମସ୍ତେ କହୁଥିଲେ ମୋତେ ବ୍ଲାକ୍ ବ୍ଲାକ୍ ବୋଲିକି, ଏବେ ସେଉ ଖାଇ କେମିତି ସଫା ନିହାତି କମେଣ୍ଟରେ ଲେଖିବେ। ଆଉ ମୋ ଗେଲି ଝିଅର ଯେଉଁ ହସ ମାଲୋ ମା। ଆଉ ମୁଁ ସାଡ଼େ ଅଗ୍ନି ଦେବତାକୁ ଡାକି ଚୁଲିଟା ଟିକେ ଲଗେଇଲା ବେଳକୁ ଆଉ ଗେଲି ଝିଅ ଯାଇକି ମୋ କୁଡ଼ରେ ବସି ଯାଇଥିଲା। ମା ଆଜି ଏତେ ବଡ଼ ଦୁର୍ଘଟଣା କେମିତି ତୁମ ସହିତ ଘଟିଲା? ମୁଁ କହିଲି କ'ଣ କରିବା ଲୋ ମା, ହାତ ତ ପୁରାପୁରି ଏଇ ଯେଉଁ ଶୀତରେ ହାତ ପୁରା କାଲୁଆ ପଡ଼ିଯାଉଛି, ହାତରୁ କିଛି ଧରା ପଡ଼ୁନି, ସବୁ ଖସି ଖୁସା ଯାଉଛି। ଆଉ ସେପଟରେ ମୁଁ ହେଉଛି ଟିକେ କାମ ଦାମ କଲାବେଳକୁ ଏପଟରେ ଦେଖିଲା ଗେଲିଆପା ପରିବା ବାଡ଼ି ଆସିକି ଶାଗ ତୋଳିବା ପାଇଁ ଲାଗିଗଲେଣି। ଆଉ ଦେଖିପାରୁଥିବେ କେତେ ସୁନ୍ଦର ସୁନ୍ଦର ଆମର ଫ୍ରେଶ୍ ଫ୍ରେଶ୍ ଶାଗଟେ ହେଇଛି ବାଡ଼ିର। ମୁଁ ଆସିକି ପଚାରିଥିଲି କ'ଣ ଲଗେଇଲିଆପା ସକାଳୁ ସକାଳୁ କ'ଣ ପାଇଁ ତୁମେ ହେଉଛି ଶାଗ ତୋଳିଲେଣି? କୁହନି ଘରମଣି ଆଜି ବଡ଼ ମନ ହେଉଛି ବଡ଼ି ବାଇଗଣ ପକେଇ ମେଚି ଖାଇବା ପାଇଁ। ଜଲ୍ଦି ଜଲ୍ଦି କରିଦେବ, ମୁଁ ଖାଇକି ଗୁପଚୁପରେ ଉଡ଼ିଯିବି। ଆଉ ଡେରି ନ କରିକି ମୁଁ କହିଥିଲି ହଁ ବୋଲିକି। ଆଉ ସେପଟରେ ଦେଖିଲା ଗୁଜୁରାତି ଲବଙ୍ଗ ଦେଇକି ଗେଲି ଝିଅ ଯେଉଁ କଡ଼କ କଡ଼କ ଚାହା ଟିକେ ବନେଇଲାଣି। ଶୀତକୁ ମୋ ହାତକୁ ଏମିତି କାଲୁଆ ଦେଖିକି ଗେଲି ଝିଅ ପଟେ ବନେଇବା ପାଇଁ ପୁରା ଲାଗିଗଲାଣି। ଆଉ ଯେଉଁ ଭଳିଆ ବାସ୍ନା ଆସୁଥିଲା ପୁରା ଘରଟା ମହକି ଦେଉଥିଲା। ଆଉ ଗେଲି ଝିଅର ଯେଉଁ ହସ, ତା ମନ ଆଜି ବହୁତ ଖୁସି ଥିଲା। ଆଉ ହେଉଛି ଗେଲି ଝିଅ ପାଇଁ ତ ସରପ୍ରାଇଜଟା ମୁଁ ଆଣିବି ବୋଲି କହିଛି। ଆପଣଙ୍କ ସହିତ ନିହାତି ଲଙ୍ଗ୍ ଭିଡ଼ିଓରେ ମୁଁ ହେଉଛି ସେୟାର କରିମି। ଆଉ ଗେଲି ଝିଅ କହିଲି ମୁଁ କ'ଣ लो ମୋତେ ଏକଲା ଏକଲା ଚାହୁଁଛୁ, ବାପାଙ୍କୁ ଦେବୁନି କି? ନା ବାପା ପରେ ହେଉଛି ତମେ ନ ଖାଇବା ଆଗରୁ ବାପାଙ୍କୁ ମୁଁ ଅନ୍ଧାରୁ ଦେଇ ସାରିଲିଣି। ମୁଁ ଗେଲି ଝିଅ ଆଜି କେତେ ସ୍ମାର୍ଟ ଅଛି। ଆଉ ଗେଲିଆପା ତମେ ଘୁଟେ ନେବ କି? ନା ମୋ ଘରମଣି ମୁଁ ଘୁଟେ ନେମିନି, ତୁମେ ପୁରାପୁରି ଟାଣିଦିଅ, ହାତ ତୁମର ପୁରାପୁରି ଏଇ ଯେଉଁ କାଲୁ ହାତଟା ପୁରା ଫ୍ରି ହେଇଯିବ। ଆଉ ପାଇଁ ରହିଲି, ଜୟ ଜଗନ୍ନାଥ।